ବାହୁଡ଼ା ଯାତ୍ରା ପୂର୍ବରୁ ପୁରୀ ବଡ଼ଦାଣ୍ଡରେ ଘଟିଲା ଏକ ବଡ଼ ଧରଣର ଦୁର୍ଘଟଣା, ଯାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଶ୍ରୀ ମନ୍ଦିରର ରତ୍ନ ଭଣ୍ଡାରଟି ଖୋଲାଯାଇଛି, ଯାହାକୁ ଦେଖି ପ୍ରତ୍ୟେକ ଓଡ଼ିଶାବାସୀ ଖୁସି ହେଉଛନ୍ତି। ହେଲେ ସେହି ଖୁସି ଭିତରେ ଘଟିଛି ଏକ ବଡ଼ ଧରଣର ଦୁର୍ଘଟଣା। ହେଲେ ଭିଡ଼ିଓ ଆରମ୍ଭ କରିବା ପୂର୍ବରୁ ଆପଣ ଯଦି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଆରାଧ୍ୟ ବୋଲି ମାନନ୍ତି, ତେବେ କମେଣ୍ଟ ବକ୍ସରେ ଜୟ ଜଗନ୍ନାଥ ବୋଲି ଲେଖନ୍ତୁ। ଖୋର୍ଦ୍ଧା ଜିଲ୍ଲାର ରବୀନ୍ଦ୍ର ମହାନ୍ତି ପରିବାର କହିଲେ ବାପା, ମା ଆଉ ଦୁଇ ଭାଇ। ରବୀନ୍ଦ୍ର ବାବୁ ଜଣେ ଶିକ୍ଷିତ ଲୋକ। ସେ ଗ୍ରାଜୁଏସନ୍ ସାରି ବିଇଡ଼ି କରୁଥାନ୍ତି ଆଉ ଗ୍ରାମରେ ଗୋଟିଏ ଛୋଟିଆ ଟ୍ୟୁସନ୍ଟେ ଚଲାନ୍ତି। ସେଥିରେ ଯାହା ସେ ରୋଜଗାର କରନ୍ତି, ସେତିକିରେ ତାଙ୍କ ପରିବାରଟି ଅତି ଭଲ ଭାବରେ ଚାଲୁଥାଏ। ହେଲେ ରବୀନ୍ଦ୍ର ବାବୁଙ୍କ ସହିତ ଘଟିଛି ଏକ ବଡ଼ ଧରଣର ଦୁର୍ଘଟଣା। ରାଜ୍ୟରେ ସରକାର ପରିବର୍ତ୍ତନ ପରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ଖୋଲିଛି ଶ୍ରୀମନ୍ଦିରର ଚାରିଦ୍ୱାର। ସେଥିପାଇଁ ରବୀନ୍ଦ୍ର ବାବୁ ବାପା ମାଙ୍କୁ ଧରି ଚାଲି ଆସିଲେ ପୁରୀ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ। ରବୀନ୍ଦ୍ର ବାବୁ ଗୋଟିଏ କାର୍ଟି ଭଡ଼ା କଲେ ଆଉ ବାପା ମାଙ୍କୁ ଧରି ସେ ବାହାରି ଆସିଲେ ପୁରୀକୁ। ଆଉ ରବୀନ୍ଦ୍ର ବାବୁଙ୍କ ମା ତ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ବ୍ୟାକୁଳ ଥାନ୍ତି। ହେଲେ ସେଦିନ ତାଙ୍କ ଭାଗ୍ୟରେ ଆଉ କିଛି ଲେଖା ଥିଲା। ଖରାବେଳ ସମୟରେ ରବୀନ୍ଦ୍ର ବାବୁ ପରିବାରଙ୍କୁ ଧରି ପହଞ୍ଚିଲେ ଶ୍ରୀ ମନ୍ଦିର ନିକଟରେ। ସେତେବେଳେ ବହୁତ ଗହଳି ଥାଏ ଆଉ ଟାଣ ଖରା ବି ହେଉଥାଏ। ହେଲେ ମନରେ ଖୁସି ଥାଏ ମହାପ୍ରଭୁଙ୍କୁ ଦେଖିବାକୁ। ସେ ଗହଳିରୁ ପାର ହୋଇ ପୁରା ପରିବାର ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କଲେ। ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରି ସହ ପରିବାର ବାହାରି ପଡ଼ିଲେ ଅବଢ଼ା ଖାଇବା ପାଇଁ ଆନନ୍ଦ ବଜାର। ହେଲେ ସେଠି ଅଧିକ ଗହଳି ହୋଇଥିବାରୁ ତଳେ ପଡ଼ିଗଲେ ରବୀନ୍ଦ୍ର ବାବୁଙ୍କ ମା। ସେଠାରୁ ରବୀନ୍ଦ୍ର ବାବୁ ମାଙ୍କୁ ଧରି ଆସିଲେ ହସ୍ପିଟାଲକୁ ଆଣିବାର 5ରୁ 6 ଘଣ୍ଟା ହୋଇଯିବା ପରେ ମଧ୍ୟ ରବୀନ୍ଦ୍ର ବାବୁଙ୍କ ମାଙ୍କ ହୋସ୍ ଆସୁନଥାଏ। ଆଉ ଡକ୍ଟରମାନେ ବୁଝି ପାରୁନଥାନ୍ତି ଯେ କ'ଣ ହୋଇଛି ତାଙ୍କର। ଏହି ସବୁ ଭିତରେ ରବୀନ୍ଦ୍ର ବାବୁ କ'ଣ କରିବେ କିଛି ବୁଝିପାରୁନଥାନ୍ତି। ସେତେବେଳେ ସେ ହସ୍ପିଟାଲ ପାଖରେ ଥିବା ଏକ ଜଗନ୍ନାଥ ମନ୍ଦିରକୁ ଆସିଲେ ଆଉ ଜଗନ୍ନାଥଙ୍କୁ ଦର୍ଶନ କରି କହୁଥାନ୍ତି, ହେ ଜଗତର ନାଥ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ତୁମକୁ ଦର୍ଶନ କରିବା ପାଇଁ ମୁଁ ମୋ ପରିବାରଙ୍କୁ ପୁରୀ ଆଣିଥିଲି। ହେଲେ ମୋ ମାଙ୍କ ସହିତ ଏମିତି କାହିଁକି କଲ? ମୋତେ ଆଜି ଏହି ମହାନ ବିପତ୍ତିରୁ ରକ୍ଷା କରନ୍ତୁ ମହାବାହୁ। ଏମିତି ବହୁତ କିଛି କଥା କହି ସେ ସେଠି ଭୋ ଭୋ ହୋଇ କାନ୍ଦୁଥାନ୍ତି। ହେଲେ ସେହି ଭକ୍ତର ଦୁଃଖ ସହିପାରିବେ କି
ମହାପ୍ରଭୁ ଶ୍ରୀ ଜଗନ୍ନାଥ। ଘଟିଲା ଏକ ବଡ଼ ଧରଣର ଚମତ୍କାର ଘଟଣା। ହଠାତ୍ ରବୀନ୍ଦ୍ର ବାବୁଙ୍କ ମାଙ୍କ ହୋସ୍ଟି ଆସିଲା। ଏହା ଦେଖି ଡକ୍ଟରମାନେ ଆଶ୍ଚର୍ଯ୍ୟ ହୋଇଯାଉଥାନ୍ତି। ସେତେବେଳେ ରବୀନ୍ଦ୍ର ବାବୁ ବି ହସ୍ପିଟାଲକୁ ଫେରିଲେ। ଯେତେବେଳେ ସେ ଶୁଣିବାକୁ ପାଇଲେ ଯେ ତାଙ୍କ ମାଙ୍କ ଦେହ ଭଲ ହୋଇଗଲାଣି ଆଉ ତାଙ୍କର ହୋସ୍ ବି ଆସିଗଲାଣି, ସେତେବେଳେ ସେ ବହୁତ ଆନନ୍ଦିତ ହୋଇପଡ଼ୁଥାନ୍ତି ଆଉ ମନରେ ଶ୍ରୀ ଜଗନ୍ନାଥଙ୍କୁ କୃତଜ୍ଞତା ଜଣାଉଥାନ୍ତି। ପାଖାପାଖି ଗୋଟିଏ ଦିନର ଚିକିତ୍ସା ପରେ ରବୀନ୍ଦ୍ର ବାବୁ ଆଉ ତାଙ୍କ ପରିବାର ଶ୍ରୀମନ୍ଦିରକୁ ଯାଇ ଜଗନ୍ନାଥଙ୍କୁ ଦର୍ଶନ କରି ଘରକୁ ଫେରିଲେ। ତେବେ ଆପଣମାନଙ୍କୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଏହି ଭବ୍ୟ ଅଦ୍ଭୁତ ଘଟଣାଟି କିପରି ଲାଗିଲା ନିଶ୍ଚୟ ଗୋଟିଏ କମେଣ୍ଟ ମାଧ୍ୟମରେ ଜଣାଇବେ। ଆଉ ଏହିପରି ଅଦ୍ଭୁତ ଅଲୌକିକ ଅନୁଭୂତି ଜାଣିବା ପାଇଁ ଚ୍ୟାନେଲଟିକୁ ନିଶ୍ଚୟ ସବସ୍କ୍ରାଇବ୍ କରିନେବେ। ତେବେ ଆଜି ପାଇଁ ମୁଁ ରହୁଛି। ଜୟ ଜଗନ୍ନାଥ।